गुड मॉर्निंग सांग मैंने जय जगन्नाथ। आज हूँ स्पेशल बड़ दिन। ए वर्ष बड़ दिन देखुं तो केमी वर्षा होची। तेबे आज आसतु देखा मोर गोटे नुआ रेसिपी जहाँकि देसी स्टाइल बनाऊँ। भिडियोटी फास्ट रु लास्ट जाके देखु। सांग मैंने मुझे पूरा देसी स्टाइल रे चिकेन बनैबी जोटा कि आगରୁ ଯେମିତି ପୁରୁଣା କାଳିଆ ଲୋକମାନେ ଶିଳରେ ମସଲା ବାଟିକିନା ବନାଉଥିଲେ ମୁଁ ଭଳିଆ ଆଜି ବନାଇବି। ଦେଖ ମୁଁ ଅଲରେଡ଼ି ଶିଳରେ ଅଦା ରସୁଣ ପିଆଜ ବାଟି ଦେଇଛି। ଏ କଳା କଳା ଦେଖାଯାଉଛି। ମୁଁ ଭାବୁଛି ବୋଧେ ଶିଳରେ ବାଟିଲେ ଏମିତି ଦେଖାଯାଏ, କାହିଁକିନା ମୁଁ କେବେ ଶିଳରେ ବାଟିବା ଦେଖିନି। ମୁଁ ୟାକୁ ଏବେ ପ୍ରସ୍ତୁତ କରିବା। କଡ଼େଇ ତାତିଗଲାଣି। ଏବେ କ'ଣ କରିବା, ତେଲ ପକାଇବା। ଆମେ କ'ଣ କରିବା, ଆଜି ଆଳୁକୁ ଛାଣିବାନି, ଆଜି କଞ୍ଚା ଆଳୁ ପକାଇବା। ମୁଁ ସୋରିଷ ତେଲ ଦେଇ ଦେଉଛି। ଦେଖ ସୋରିଷ ତେଲ ଦେଇ ଦେଇଛି। ବର୍ଷା ପାଗରେ ଚିକେନ କଷା, ଚିକେନ ତରକାରୀ କରିବା। ଏବେ ମୁଁ କ'ଣ କରିବି, ସେଥିରେ ଟିକେ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇବି କଲର୍ ପାଇଁକା। ଏବେ କ'ଣ କରିବା, ସେଥିରେ ଲଙ୍କା ଗୁଣ୍ଡ ଟିକେ ପକାଇବା। ଏବେ କ'ଣ କରିବା, ଯେଉଁ ବାଟିକିନା ରଖିଥିଲେ ଶିଳରେ ଅଦା ରସୁଣ ପିଆଜ ପେଷ୍ଟ ତାକୁ ଦେଇଦେବା। ମୁଁ ଭୁଲିଗଲି ପିଆଜ କାଟିନା ରଖିଥିଲି, ତାକୁ ଏବେ ଦେଇଦେବା। କଷିଦେବା ଆଉ। କଷିଦେଲେ ହେଇଯିବ। ପିଆଜଟା ଦେବା କଥା, ପିଆଜ ନ ଦେଇକିନା ମସଲା ଦେଇଦେଲେ ଆଉ ଠିକ୍ ଅଛି, କିଛି ହେବନି। ଦେଇଦେବା। ମୋର ଆକ୍ଚୁଆଲି ଖିଆଲ ନାହିଁ ପିଆଜଟା ଆଗ ତେଲରେ ଭାଜିବା କଥା, ମନେ ପଡ଼ିଲାନି। ହଁ ହଉ, ୟାଦେହରେ ହେଇଯିବ ଆଉ। ଇଏ ଗୋଟେ ଷ୍ଟାଇଲ୍ ଆଉ। ଏବେ କ'ଣ କରିବା, ମସଲାରେ ଲୁଣ ଦେଇଦେବା ଯେ ପିଆଜଟା ଜଲ୍ଦି ହେଇଯିବ। ଏବେ କ'ଣ କରିବା, ହଳଦୀ ପକାଇଦେବା। ଏବେ କ'ଣ କରିବା, ଚିକେନ ମସଲା କ'ଣ କରିବା, ଧନିଆ ଗୁଣ୍ଡ ପକାଇଦେବା। ବର୍ଷା ପାଗକୁ ଚିକେନ କଷା। ତାପରେ ଆଜି ହେଉଛି ବଡ଼ ଦିନ, କ୍ରିସମାସ ଡେ, ଡିସେମ୍ବର 25। ଦେଖ ପିଆଜ ପୁରା ମେଲ୍ଟ ହେଇଗଲାଣି। ଦେଖନ୍ତୁ ମସଲାରୁ ତେଲ ଛାଡ଼ିଗଲାଣି। ଏବେ ଆମେ କ'ଣ କରିବା, ପାଣି ଦେଇଦେବା। ପାଣି ଦେବା।
ଏବେ ଆମେ କ'ଣ କରିବା ସେଥିରେ ଦେଖ ଗୋଟା ଲଙ୍କା 4-5ଟା ମୁଁ ଦେଇ ଦେଉଛି। ଯାହାର ଯେତିକି ରାଗ ପସନ୍ଦ ଆପଣ ଆପଣ ହିସାବରେ ଦେବେ। ଏବେ ଆମେ କ'ଣ କରିବା କାଟିକିନା ରଖିଥିବା ଟମାଟୋକୁ ପକାଇଦେବା। ଗୋଟେ ଟମାଟୋ ମୁଁ ନେଇଛି। ଏବେ କ'ଣ କରିବା ଟମାଟୋକୁ ପକାଇଦେବି। ସାଙ୍ଗମାନେ ଦେଖନ୍ତୁ କଲର୍ଟା କେମିତି ହେଲାଣି। ବାସ୍ନା ହେଉଛି ମାନେ ପୁରା ଦେଶୀ ଶିଳରେ ବଟା ହେଇଛି ନା, ମସଲାଟା ବାସ୍ନା ହେଉଛି ମାନେ ଓଃ। ଦେଶୀ ଜିନିଷରେ କଲେ ଯେଉଁ ବାସ୍ନା ସେଟା ଗ୍ରାଇଣ୍ଡରରେ ନଥାଏ। ଆଜି ଫାଷ୍ଟ ଟାଇମ୍ ପାଇଁ ମୁଁ ଶିଳରେ ମସଲା ବାଟିକିନା ବନାଉଛି ଚିକେନ୍। ଦେଖନ୍ତୁ ପିଆଜ ଯେଉଁ ପକାଇଥିଲି ସେ ପରେ ମେଲ୍ଟ ହେଇଗଲା, ଜଣାପଡ଼ୁନି। ଦେଶୀ ମସଲାକୁ ଶିଳ ବଟା ମସଲାକୁ କାଠ ଚୁଲାରେ ରୋଷେଇ ଜମିଲା ଆଉ କ'ଣ। ପୁରା ଦେଶୀ ଷ୍ଟାଇଲରେ ହେଉଛି ଆଉ। ଦେଶୀ ମସଲା ବଟାକୁ ଦେଶୀ ଚୁଲା କାଠ ଚୁଲାରେ। ଦେଖନ୍ତୁ ଆମର ମସଲା ହେଇଗଲା। ଏବେ ଆମେ କ'ଣ କରିବା ସେଥିରେ ଆଳୁ ଆଉ ଚିକେନକୁ ପକାଇଦେବା। ଦେଖ ମୁଁ ଏଠି ଆଳୁକୁ ଧୋଇକିନା କାଟିକିନା ରଖିଥିଲି, ଆଳୁ ପକାଇଦେଲି। ଏବେ ଆମେ କ'ଣ କରିବା ସେଥିରେ ଚିକେନକୁ ପକାଇଦେବା। ଏବେ ଆମେ କ'ଣ କରିବା କଭର କରି କରି କଷିବା ତ ପୁରା। ଦେଖନ୍ତୁ ଖାଲି ତେଲ ପୁରା ବାହାରିଗଲାଣି। ଦେଖନ୍ତୁ ମୋର କଷା ହେଇଗଲା। ଏବେ ମୁଁ ଟିକେ ବାହାର କରିଦେଇଛି, ଟେଷ୍ଟ କରିବା। ଏଠାରେ ଏବେ କ'ଣ କରିବି ପାଣି ଦେଇଦେବି।
ସାଙ୍ଗମାନେ ଏବେ ଟେଷ୍ଟ କରିବା ଚିକେନ୍ ଯେଉଁ କରିଥିଲି ମସଲାରେ ଶିଳ ବଟା ମସଲାରେ। ଆକ୍ଚୁଆଲି ଛେଚା ମସଲାର ଟେଷ୍ଟ ଅଲଗା, ଆଉ ଯେହେତୁ ମୁଁ ମସଲାଟାକୁ ଶିଳରେ ବାଟିଥିଲି ତା ଟେଷ୍ଟ ବି ଅଲଗା। ଆପଣ ଯେତେ ଗ୍ରାଇଣ୍ଡିଙ୍ଗ କରନ୍ତୁ କିନ୍ତୁ ଶିଳ ବଟା ମସଲାର ଚିକେନ୍ ଟେଷ୍ଟ ସେ ଗ୍ରାଇଣ୍ଡିଙ୍ଗ ମସଲା ସହିତ ହେବନି। এইটা হচ্ছে পুরা ଦେଶୀ ଉପାୟରେ ପୁରୁଣା କାଳିଆ ଲୋକ ଯେମିତି କରୁଥିଲେ ଶିଳରେ ମସଲା ବାଟିକିନା, ଏଇଟା ହେଉଛି ସେଇ ଚିକେନ୍ ମସଲା। ଦେଶୀ ପ୍ରୋସେସ୍ ଆଉ। ଏ ସହିତ କିଛି ଦରକାର ନାହିଁ, ଖାଲି ଚିକେନ୍ ହେଲେ ଭାତ ଉଡ଼ିବ ଆଉ। ମୋ ଚିକେନ୍ ହେଇଗଲା, ଏବେ ଆମେ କ'ଣ କରିବା, ଆକୁ ବାହାର କରିଦେଇକିନା ଧନିଆ ପତ୍ର ପକେଇବା। ଏବେ ମୁଁ ଦେଖ ଚିକେନ୍ ବାହାର କରିଦେଇଛି, ଏବେ କ'ଣ କରିବି, ଦେଶୀ ଧନିଆ ପତ୍ର, ଆଜି ପୁରା ସବୁ ଦେଶୀ ଷ୍ଟାଇଲ୍ରେ ହେଉଛି। ଦେଶୀ ଧନିଆ ପତ୍ର ମୁଁ କ'ଣ କଲି ପକେଇଦେଲି, ଏବେ ଟିକେ ଘାଣ୍ଟି ଦେବା ଆଉ। ଦେଖନ୍ତୁ ଟେକ୍ସଚରଟା କେମିତି ହେଇଛି, ଖାଲି ଦେଖନ୍ତୁ ପୁରା ଲାଲ ଲାଲ। ଦେଖନ୍ତୁ ସାଙ୍ଗମାନେ, ମୋର ବର୍ଷା ପାଗକୁ ଦେଶୀ ଷ୍ଟାଇଲ୍ରେ ଚିକେନ୍ ତରକାରୀ ରେଡ଼ି ହେଇଗଲା। ଆପଣମାନଙ୍କୁ ମୋ ରେସିପିଟି ଯଦି ଭଲ ଲାଗିଛି ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ମୋ ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା।